ଆଜିର ରାଶିଫଳ ଜାନୁଆରୀ ମାସ 27 ତାରିଖ ମଙ୍ଗଳବାର, ମାଘ ମାସ ଶୁକ୍ଳପକ୍ଷ। ଚାଲନ୍ତୁ ଜାଣିବା ଆଜିର ପଞ୍ଚାଙ୍ଗ। ତିଥି ନବମୀ ରାତି 6ଟା 52 ଗତେ ଦଶମୀ, ନକ୍ଷତ୍ର ଦ୍ୱିଜା ଦିବା 11ଟା 35 ଗତେ କୃତ୍ତିକା, ଚନ୍ଦ୍ର ମେଷ ଦିବା 5ଟା 8 ଗତେ ବୃଷ, ଯୁଗ ଶୁଭ। ଆଜିର ସୂର୍ଯ୍ୟୋଦୟ ସମୟ 6ଟା 27, ସୂର୍ଯ୍ୟାସ୍ତ ସମୟ 5ଟା 32। ମେଷ ରାଶିର ଘାତ ଚନ୍ଦ୍ର, ମକର ରାଶିର ଘାତ ବାର। କାଳ ବେଳା ଦିବା 1ଟେ 22 ଗତେ 2ଟା 45 ମଧ୍ୟରେ, ବାର ବେଳା ଦିବା 7ଟା 45 ଗତେ 9ଟା 9 ମଧ୍ୟରେ। ବିଶୁଦ୍ଧି ବା ଅମୃତ ବେଳା ଦିବା 9ଟା 10 ଗତେ 11ଟା 15 ମଧ୍ୟରେ, 3ଟା 46 ଗତେ 3ଟା 16 ମଧ୍ୟରେ, 4ଟା 2 ଗତେ 5ଟା 30 ମଧ୍ୟରେ। ବିଶୁଦ୍ଧି ବା ମହେନ୍ଦ୍ର ବେଳା ନାସ୍ତି। ଆଜି ନାଉ ଭକ୍ଷଣ ନିଷେଧ। ଚାଲନ୍ତୁ 12ଗୋଟି ରାଶିର ନାମ ଜାଣିବା ଏବଂ କେମିତି ରହିଛି ଆପଣଙ୍କ ଦିନ ସେ ବିଷୟରେ ଜାଣିବା ପୂର୍ବରୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମେ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। ଆଜି ଆଗରୁ ବାକି ରହିଥିବା କାମକୁ କରିବା ସକାଶେ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ୱଚ୍ଛତା ଫେରି ପାଇବେ। ସତ ମାତ୍ର ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ବୃଥା ବିବାଦ ଟଣା ଉଟୁରା ମାଧ୍ୟମରେ ଆଗକୁ ଯାଇପାରିବେ ନାହିଁ। ସେହିଭଳି ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ବାଣିଜ୍ୟ ସନ୍ତାନଙ୍କ ସମସ୍ୟା ସମାଧାନ ହେବ। ବିବାଦ ଓ ଚୋରି, ବୃଥା ଟନଜନିତ ଅପବ୍ୟୟର ସୀମା ଟପିଯିବ। ଗୃହ ସୀମା, ଗାଡ଼ି ମଟର ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ ମାନସିକ ଉତ୍ତେଜନା ଉଦ୍ବେଗ ବଢ଼ିପାରେ। ସେହିଭଳି ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆକସ୍ମିକ ଭାବରେ କେତେକ ସାଧାରଣ ଘଟଣାକୁ କେନ୍ଦ୍ର କରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ଶତ୍ରୁତା, ରୋଗ ପୀଡ଼ା କିମ୍ବା ଋଣ ପରିଶୋଧ ଜନିତ ଅର୍ଥ ବ୍ୟୟ କରିବେ, କିନ୍ତୁ କର୍ମକ୍ଷେତ୍ରରେ ସୁନ୍ଦର ସୁଯୋଗ ପ୍ରାପ୍ତ ହେବ। ସେହିଭଳି କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ଆତ୍ମୀୟ ସ୍ୱଜନଙ୍କ ସହ କଳହ ହୋଇପାରେ। ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଆପଣଙ୍କ ମନୋଭାବକୁ ସହଜରେ ବୁଝିପାରିବେ ନାହିଁ, କିନ୍ତୁ ଭାଗ୍ୟ ବା ମଙ୍ଗଳ ପ୍ରଭାବରେ ଅପୀଡ଼ା ଥିବା କାମଗୁଡ଼ିକ ସୁରୁଖୁରୁରେ ସମ୍ପୂର୍ଣ୍ଣ ହେବ। ସେହିଭଳି ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଆପଣଙ୍କ ପରିବାରରେ ବନ୍ଧୁ ସମ୍ପୂର୍ଣ୍ଣ କ୍ଷୁଣ୍ଣ ହୋଇପାରେ, କିନ୍ତୁ ଉପରିସ୍ଥ ଅଧିକାରୀଙ୍କ ଅନୁକମ୍ପାରୁ ଅଫିସରେ ସହାନୁଭୂତିର ସହ ବନ୍ଧୁଙ୍କ ଅବଦାନ ଅବସ୍ମରଣୀୟ ରହିବ। ସେହିଭଳି କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ନୂତନ କାର୍ଯ୍ୟକ୍ରମ ପାଇଁ ଆନୁଷଙ୍ଗିକ ଖୋରାକ ଯୋଗାଇବେ, ଫଳରେ ଆପଣଙ୍କ ସହକର୍ମୀ ଅଯାଚିତ ଭାବରେ ସହଯୋଗ ହାତ ବଢ଼ାଇ ପାରନ୍ତି। ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟ ତଥା ପାରିବାରିକ ସମସ୍ୟାର ତ୍ୱରିତ ସମାଧାନ ପାଇଁ ଚିନ୍ତା କରିବେ। ସେହିଭଳିକା ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ପାରିବାରିକ ଅବସ୍ଥାରେ ସାମାନ୍ୟ ଉନ୍ନତି ଓ ପରିଲକ୍ଷିତ ହେବାକୁ ଆଶ୍ୱସ୍ତି ଅନୁଭବ କରିବେ। ବ୍ୟବସାୟରେ ବିଭିନ୍ନ ପ୍ରକାର ସମସ୍ୟା ଦେଖାଦେଇପାରେ। ସ୍ୱାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର ସମ୍ପର୍କିତ ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ। ସେହିଭଳି ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ସୁଭୋଜନ ଓ ଧନ ଲାଭ ହେବ। ଅଫିସରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବା ସହ ବ୍ୟବସାୟୀ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହେବ। କୌଣସି ଜଣାଶୁଣା ବ୍ୟକ୍ତିଙ୍କ ପ୍ରତିରୋଧ ଆଶାକୁ ପ୍ରତିହତ କରିବେ। ସେହିଭଳିକା ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଦିନରେ ମନ ଭଲ ରହିବ ନାହିଁ। ପ୍ରତ୍ୟୁଷ ଯାତ୍ରାରେ ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବା ସତ୍ତ୍ୱେ କାମର ବ୍ୟୟ କରିବା ସହ ବନ୍ଧୁମାନଙ୍କ ଶୁଭଚିନ୍ତକ ଭାବରେ କାମ କରିବାର ଆଗ୍ରହ ପ୍ରକାଶ କରିପାରନ୍ତି। ସେହିଭଳି ମକର ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ପ୍ରତ୍ୟେକ କ୍ଷେତ୍ରରେ ପୂର୍ବ ଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ସାମାନ୍ୟ ବର୍ଷା ପରେ ଯାଇ ବକେୟା ଅର୍ଥ ଆଦାୟ କରିବା ସକ୍ଷମ ହୋଇପାରନ୍ତି। ବନ୍ଧୁଙ୍କ ଅନୁରାଗ ପ୍ରତି ମନରେ ଦୁର୍ବଳତା ଆସିପାରେ। ସେହିଭଳି କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ଆଜି ଅର୍ଥ ଲାଭ ହେବ, କିନ୍ତୁ ସାମାନ୍ୟ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରୀ ମାମଲାରେ ଉନ୍ନତି ପରିଲକ୍ଷିତ ହେବ। ସାମୟିକ ଭାବରେ କଚେରୀ ମାମଲା ବିଷୟ ନେଇ ଚିନ୍ତିତ ରହିପାରନ୍ତି। ଶେଷରେ ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ବନ୍ଧୁଙ୍କ ଅନୁରୋଧର ଆନୁଷ୍ଠାନିକ କାମରେ ଖଟଣି ବଢ଼ିଯିବ, କିନ୍ତୁ ଆଶାନୁରୂପ ସଫଳତା ପାଇବେ ନାହିଁ। କୌଣସି ସହକର୍ମୀଙ୍କୁ ପ୍ରତୀକ୍ଷା କରି ଦେଖା ପାଇବେ ନାହିଁ। ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ପ୍ରତିପ୍ରଦ ରହିବ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।